ପିଲାମାନେ ଏହା ହେଉଛି ତୁମର ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2026। ଶ୍ରେଣୀ ହେଉଛି ପ୍ରଥମ, ବିଷୟ ହେଉଛି ଗଣିତ। ଶିକ୍ଷାର୍ଥୀଙ୍କ ନାମ ପିଲାମାନେ ଏଠି ତୁମର ସମ୍ପୂର୍ଣ୍ଣ ନାମ ଲେଖିବ। ଏଠି ଲେଖିବ ତୁମର ରୋଲ୍ ନମ୍ବର, ଏଠି ଲେଖିବ ବିଭାଗ, ଏଠି ଲେଖିବ ତାରିଖ। ଠିକ୍ ଅଛି। ବିଦ୍ୟାଳୟର ନାମ ପିଲାମାନେ ତୁମର ସମ୍ପୂର୍ଣ୍ଣ ବିଦ୍ୟାଳୟର ନାମ ଲେଖିବ। ଏଠି ଲେଖିବ ବ୍ଲକର ନାମ। ଠିକ୍ ଅଛି। ଲିଖିତ ପିଲାମାନେ ତୁମର ଲିଖିତ ପରୀକ୍ଷା। ଠିକ୍ ଅଛି। ସମୟ ହେଉଛି 1 ଘଣ୍ଟା 30 ମିନିଟ୍। ପୃଷ୍ଠ ସଂଖ୍ୟା ହେଉଛି 6 ଏବଂ ପ୍ରଶ୍ନ ସଂଖ୍ୟା ହେଉଛି 24 ଏବଂ ପୂର୍ଣ୍ଣ ସଂଖ୍ୟା ହେଉଛି 30 ମାର୍କ। ଠିକ୍ ଅଛି। ଦେଖିବା କ'ଣ ସବୁ ଅଛି। ସୂଚନା ଅଛି। ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ଡାହାଣ ପାଖରେ ଦିଆଯାଇଛି। ପ୍ରତ୍ୟେକ ପ୍ରଶ୍ନ ନିକଟରେ ଥିବା ଖାଲି ସ୍ଥାନରେ ଉତ୍ତର ଲେଖିବ। ଠିକ୍ ଅଛି। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। 1ରୁ 10 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ସୂଚନାକୁ ପଢ଼ି ନିର୍ଦ୍ଦେଶ ଅନୁସାରେ ଉତ୍ତର ଦିଅ। ଗଛର ଡାଳରେ କେତୋଟି ଆମ୍ବ ଅଛି ଗଣି କରି ଠିକ୍ ଘରେ ଠିକ୍ ଚିହ୍ନ ଦିଅ। ଠିକ୍ ଅଛି। ଏଇଠି ଅଛି 6ଟି ଆମ୍ବ, 6ଟି 6, ଏଇଠି ଠିକ୍ ଚିହ୍ନ ଦେବ। 2 ନମ୍ବର ଅଛି 8, 17, 19, 11, 13। ବଡ଼ ସଂଖ୍ୟାଟି ବାଛିକରି ଲେଖ। ଏଠାରେ ବଡ଼ ସଂଖ୍ୟାଟି ହେଉଛି ପିଲାମାନେ 19। ଠିକ୍ ଅଛି। ଏଇ 19କୁ ତୁମେ ଏଇଠି ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ 24କୁ ସଂଖ୍ୟା ଲେଖ। ପିଲାମାନେ ଏଇଠି 24କୁ ଏମିତି ଲେଖିବ 2 ଆଉ 4, 2 × 24। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି 4 ନମ୍ବର 6 ବିୟୋଗ 6 ସମାନ କେତେ ହେବ। ଏଠାରେ ଏଇ ଘରେ ଠିକ୍ ଚିହ୍ନ ଦେବ, 0 ହେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କେଉଁ ଚିତ୍ରରେ କମ୍ ସଂଖ୍ୟକ ମାଛ ଅଛି ସେ ଘରେ ଠିକ୍ ଚିହ୍ନ ଦିଅ। ଏଠାରେ କମ୍ ସଂଖ୍ୟକ ମାଛ ଅଛି, ଏଇଠି ଠିକ୍ ଚିହ୍ନ ଦେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ 7ର ପର ସଂଖ୍ୟାଟି କେତେ। ଏଠାରେ ଏଇ 8 ତଳେ ଠିକ୍ ଚିହ୍ନ ଦେବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ଗୋଟିଏ ଡାଲାରେ 5ଟି ଫୁଲ ଅଛି, ଅନ୍ୟ ଏକ ଡାଲାରେ ତା'ଠାରୁ 4ଟି ଫୁଲ ଅଧିକ ଅଛି, ତେବେ ଅନ୍ୟ ଡାଲାରେ କେତୋଟି ଫୁଲ ଅଛି। 9ଟି ଅଛି, ଏଇଠି ଠିକ୍ ଚିହ୍ନ ଦେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ 5 ଯୋଗ 10 ଟଙ୍କା, 5 ଟଙ୍କା ଯୋଗ 10 ଟଙ୍କା କେତେ ଟଙ୍କା ହେଲା। ଏ ହେଲା 15 ଟଙ୍କା, ଏଇଠି ଠିକ୍ ଚିହ୍ନ ଦେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ 11କୁ ଅକ୍ଷରରେ ଲେଖ। ଏଇଠି ହେବ ସଠିକ୍ ପାସ୍ ଦେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା 11ର ପୂର୍ବ ସଂଖ୍ୟାଟି ହେବ 10, ଏଇଠି ଠିକ୍ ଚିହ୍ନ ଦେବ। ତାପରେ 11ରୁ 18 ପର୍ଯ୍ୟନ୍ତ ପ୍ରଶ୍ନ ଉତ୍ତର ତଳେ ଥିବା ନିକଟରେ କୋଠରୀରେ ଲେଖ। କେତୋଟି ଫୁଲ ଅଛି ଗଣି କରି ଲେଖିବ। ଠିକ୍ ଅଛି। କେତୋଟି ଫୁଲ ଅଛି। 9ଟି ଫୁଲ, ଏଇଠି ତୁମେ 9 ଲେଖିବ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ 6 ଯୋଗ 2 କେତେ ହେବ। ଏଇଠି ହେବ 8, ଏଇଠି 8 ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ 2ଟି 5 ଟଙ୍କିଆ ନୋଟ୍ର ମୂଲ୍ୟ କେତେ। 2ଟି 5 ଟଙ୍କିଆ ନୋଟ୍ର ମୂଲ୍ୟ ହେଉଛି 10 ଟଙ୍କା। ଠିକ୍ ଅଛି। 10 ଟଙ୍କା ଲେଖିବ। ପରବର୍ତ୍ତୀ ପ୍ରଶ୍ନ ନିକି ପାଖରେ 10ଟି ସିସା ଅଛି, ରିକି ପାଖରେ ନିକି ଠାରୁ 2ଟି ସିସା କମ୍ ଅଛି, ତେବେ ରିକି ପାଖରେ କେତୋଟି ଅଛି। ଇଏ ଅଛି 8ଟି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ 7 ବିୟୋଗ 2 ଏଇଠି ହେବ 5। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ଚିତ୍ରର କ୍ରମକୁ ଦେଖି ଖାଲି ଘରେ ଲେଖ। କ୍ରମକୁ ଦେଖି ଖାଲି ଘରେ ପିଲାମାନେ ଏଇଠି ତ୍ରିଭୁଜ ଅଛି, ଚତୁର୍ଭୁଜ ତ୍ରିଭୁଜ, ଚତୁର୍ଭୁଜ ତ୍ରିଭୁଜ, ପୁଣି ଗୋଟିଏ ଚତୁର୍ଭୁଜ ଏଇଠି ଅଙ୍କନ କରିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ 1, 2, 3, 4, 5, 6, 6ଟି ପତ୍ର ଯୋଗ 4 ଗୋଟି ପତ୍ର, ଏଇଠି ହେବ 10 ଗୋଟି ପତ୍ର, ଏଇଠି 10 ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ 7 ବିୟୋଗ 0 ଏଇଠି ହେବ ପୁଣି 7। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା 19ରୁ 24 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖିବ। କିରଣ ପାଖରେ 8ଟି ବେଲୁନ୍ ଅଛି, ରଶ୍ମି ପାଖରେ 7ଟି ବେଲୁନ୍ ଅଛି, ଦୁହିଁଙ୍କର ବଲ୍ ମିଶି କେତେଟି। କିରଣ ପାଖରେ ଅଛି 8ଟି, ଏଇଠି ଲେଖିବ 8। ତାପରେ ରଶ୍ମି ପାଖରେ ଅଛି 7, ଏଇଠି ଲେଖିବ 7। ତାପରେ ଉଭୟଙ୍କ ପାଖରେ କେତେ ଅଛି 8 ଆଉ 7, ଏଇଠି ମିଶିବ 15ଟି ହେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା ରାମ ପାଖରେ 9ଟି କଲମ ଥିଲା, ସେ ଶ୍ୟାମଟିକୁ 3ଟି କଲମ ଦେଇଦେଲା। ରାମ ପାଖରେ କେତୋଟି କଲମ ରହିଲା। ଦେଖ 9ଟି କଲମ ଥିଲା ଆଉ 3ଟି କଲମ ଦେଇଦେଲା, ଆଉ କେତେ ରହିଲା 6ଟି କଲମ। ଏହା ହେବ ଉତ୍ତର। ଠିକ୍ ଅଛି। 6ଟି କଲମ। ପରବର୍ତ୍ତୀ ପ୍ରଶ୍ନ ଦେଖିବା କ'ଣ ଅଛି। ସରିତା ଗାଁ ମେଳାର ଖେଳଣା ଦେଖିଲା ଆଉ ତାର ଦାମ ବୁଝିଲା, ତା ପାଖରେ 12 ଟଙ୍କା ଥିଲା। ଠିକ୍ ଅଛି। 12 ଟଙ୍କା ଥିଲା। ସରିତା 12 ଟଙ୍କାରେ କେଉଁ 2ଟି ଜିନିଷ କିଣିବ। କେଉଁ 2ଟି ଜିନିଷ କିଣିବ। ଇଏ କିଣିବ 4 ଟଙ୍କିଆଟେ ଗୋଟିଏ କିଣିବ ଏବଂ 8 ଟଙ୍କିଆଟେ ଗୋଟିଏ କିଣିବ। ଠିକ୍ ଅଛି। 4 ଏବଂ 8 ଏ ଦୁଇଟା ସେ କିଣିପାରିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା ତଳ କୋଠରୀରେ କେଉଁ ବାର ହେବ ଲେଖ। ରବିବାର, ସୋମବାର, ମଙ୍ଗଳବାର, ଏଇଠି ହେବ ବୁଧବାର। ଠିକ୍ ଅଛି। ବୁଧବାର। ତାପରେ ଗୁରୁବାର, ଶୁକ୍ରବାର, ଏଠି ଶେଷରେ ହେବ ଶନିବାର। ଠିକ୍ ଅଛି। ଶନିବାର ହେବ।
ପରବର୍ତ୍ତୀ ପ୍ରଶ୍ନ, ଯଦି ଯଦୁ ପାଖରେ 10ଟି ଚକୋଲେଟ୍ ଅଛି, ମଧୁ ପାଖରେ 7ଟି ଚକୋଲେଟ୍ ଅଛି, ଯଦୁଠାରୁ କେତୋଟି ଚକୋଲେଟ୍ ମଧୁ କମ୍ ଅଛି? ଏଠି ଲେଖିବ 10 ବିୟୋଗ 7 ସମାନ 3, 3ଟି ଚକୋଲେଟ୍ କମ୍ ଅଛି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ରାମ, ହରି, ସୀତା, ମିତା ପାଖରେ ଥିବା ଫୁଲ ସଂଖ୍ୟାକୁ ଦେଖି କମ୍ରୁ ବେଶୀ କ୍ରମରେ ନାମକୁ ସଜାଇ ଲେଖିବ। ଠିକ୍ ଅଛି। ପ୍ରଥମେ ସବୁଠାରୁ ଅଧିକା କାହାଠାରେ ଅଛି? ଏଠାରେ ରାମ, ଏଠାରେ ରାମ ଏଠି ଲେଖିବ, ରାମ ଲେଖିବ। ତାପରେ କାହା ପାଖରେ ଅଛି? ମିତା, ମିତା ପାଖରେ ଅଛି। ଠିକ୍, ତାପରେ ଏମିତି ଲେଖିବ ହରି, ହରି ପାଖରେ ଅଛି। ତାପରେ ଶେଷରେ ଲେଖିବ ସୀତା। ଠିକ୍ ଅଛି, ସୀତାର ନାମ ଶେଷରେ ଲେଖିବ। ଠିକ୍ ଅଛି। ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରିବ, ଲାଇକ୍ କରିବ ଏବଂ ସେୟାର କରିବ। ଠିକ୍ ଅଛି, ଧନ୍ୟବାଦ।